ସମସ୍ତଙ୍କୁ ପୁନର୍ବାର ପ୍ରେଜ୍ ଦ ଲର୍ଡ। ଅନେକ ଲୋକମାନେ ଆଶା କରନ୍ତି ଖ୍ରୀଷ୍ଟିଆନ ହେଲେ ଯୀଶୁଙ୍କୁ ଜାଣିଲେ ସମସ୍ତ ସମସ୍ୟାର ସମାଧାନ ହେବ। ଅନେକ ଲୋକମାନେ କହନ୍ତି ଆଜ୍ଞା ମୁଁ ପ୍ରାର୍ଥନା କଲେ ବି ଏ ପ୍ରକାର ପରିସ୍ଥିତି ମୋର ବନ୍ଦ ହୁଏ ନାହିଁ କାହିଁକି, ଆମର ଅଭାବ ସରୁନାହିଁ କ'ଣ ପାଇଁ, ଆମର ବିପଦ ସବୁବେଳେ କ'ଣ ପାଇଁ ରହୁଛି। ଅନେକ ଲୋକମାନଙ୍କ ଠାରେ ଏ ପ୍ରକାର ଚିନ୍ତା ଥାଏ ଯେ ଯୀଶୁଙ୍କୁ ଜାଣିଲେ ସମସ୍ତ କିଛି ବନ୍ଦ। କିନ୍ତୁ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସମାନେ, ଯୀଶୁ ସୁସ୍ଥକାରୀ, ଯୀଶୁ ଆରୋଗ୍ୟକାରୀ, ଠିକ୍ ଅଛି, କିନ୍ତୁ ସମୟ ଅନୁସାରେ ମଧ୍ୟ ବାକ୍ୟ ବୁଝିବାକୁ ପଡ଼ିବ। ଏବେ ଦେଖନ୍ତୁ ଆମେ ଗୋଟେ ପଢ଼ିବା 2 କରନ୍ତି 6 ପର୍ବ 9ରୁ 10। ଅପରିଚିତ ତୁଲ୍ୟ ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ ଅଥଚ ଦେଖ ଆମ୍ଭେମାନେ ଜୀବିତ, ଶାସ୍ତି ପ୍ରାପ୍ତ ତୁଲ୍ୟ ଅଥଚ ନିହତ ନହୁଁ, ଦୁଃଖିତ ତୁଲ୍ୟ କିନ୍ତୁ ସର୍ବଦା ଆନନ୍ଦିତ, ଦିନହୀନ ତୁଲ୍ୟ କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ ଅଥଚ ସର୍ବାଧିକାରୀ। ଏହି ସମସ୍ତରେ ଆମମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ। ଦେଖନ୍ତୁ କ'ଣ ଲେଖା ଅଛି, ଟିକେ ପ୍ରାର୍ଥନା କରିବି। ଧନ୍ୟବାଦ ପ୍ରଭୁ, ସୁନ୍ଦର ସମୟ ଦେଲ, ଆଉ ଏଇ ଯେଉଁ ଆମେ ପଢ଼ିଲୁ ବୁଝିବା ନିମନ୍ତେ ଆମକୁ ହୃଦୟ ସହିତ ସରଳ ମନରେ ବୁଝିବା ପାଇଁ ସାହାଯ୍ୟ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଦେଖନ୍ତୁ ପାଉଲ ଏଠି କ'ଣ ବୋଲି କହୁଛନ୍ତି, ଅପରିଚିତ ତୁଲ୍ୟ ଅଥଚ ସୁପରିଚିତ। ଅପରିଚିତ ମାନେ କ'ଣ? କିଏ ବି ତାଙ୍କୁ ଜାଣିନଥିବେ, ତାଙ୍କ ବିଷୟରେ କିଏ ବି କଥାବାର୍ତ୍ତା କରୁନଥିବେ, ସେ ପରିଚିତ ଲୋକ ନୁହନ୍ତି, କିଏ ବି ଜାଣିନାହାନ୍ତି। କିନ୍ତୁ ସୁପରିଚିତ ଲେଖା ହେଇଛି। କାହା ନିକଟରେ ସେ ଅପରିଚିତ ଆଉ କାହା ନିକଟରେ ସେ ସୁପରିଚିତ? ମଣିଷ ନିକଟରେ, ଜଗତ ନିକଟରେ, ସାମାଜିକ ନିକଟରେ, ଜଗତର ସବୁ କ୍ଷେତ୍ରରେ ସେ ଅପରିଚିତ, ଅଣଦେଖା, ଇନଫେରିୟର, ଯେଉଁଟା ଆମେ ଇଂଲିଶରେ କହୁଛୁ। କିନ୍ତୁ ସେ ସୁପରିଚିତ, ବେଶୀ କ୍ଲୋଜରେ ପରମେଶ୍ୱରଙ୍କୁ ଜାଣିଛନ୍ତି, ବେଶୀ ନିକଟବର୍ତ୍ତୀ ଈଶ୍ୱରଙ୍କର ଜାଗାରେ ଅଛନ୍ତି, ସୁପରିୟର ଯେଉଁଟା ଆମେ କହୁଛୁ। ତେଣୁ ପ୍ରିୟ ଭାଇ ଭଉଣୀମାନେ, ଏ ଜଗତ ଆପଣଙ୍କୁ କେମିତି ଦେଖୁଛି, ଜଗତ କେମିତି ଆପଣମାନଙ୍କୁ ନେଇ ଚିନ୍ତା କରେ, ତାହା କେବେ ବି ମନରେ ରଖନ୍ତୁ ନାହିଁ। ପାଉଲ କହୁଛନ୍ତି ମୁଁ ଅପରିଚିତ ତୁଲ୍ୟ, କିନ୍ତୁ ମୁଁ ସୁପରିଚିତ। କାହା ନିକଟରେ? ପରମେଶ୍ୱରଙ୍କ ନିକଟରେ। ମୃତକଳ୍ପ ତୁଲ୍ୟ, ମଲା ପରି, ଅଥଚ ଦେଖ ଆମମାନେ ଜୀବିତ ବୋଲି ଲେଖା ହେଇଛି। ମୁଁ ମଲା ପରି, ମୋର ସ୍ଥିତିଗତି କିଛି ନାହିଁ, ଘରଦ୍ୱାର କିଛି ନାହିଁ, ସ୍ଥାୟୀ କିଛି ନାହିଁ, କିନ୍ତୁ ଦେଖ ମୁଁ ଜୀବିତ ତୁଲ୍ୟ ଲେଖା ହେଇଛି। ଶାସ୍ତି ପ୍ରାପ୍ତ ତୁଲ୍ୟ ଅଥଚ ନିହତ ନହୁଁ। ଶାସ୍ତି ମୁଁ ପାଉଛି, ମୋତେ ଶାସ୍ତି ମିଳିଛି, କିନ୍ତୁ ମୁଁ ନିହିତ ହେଇନାହିଁ, ମାନେ ସରି ନାହିଁ। ଜଗତରେ କ୍ଲେଶ, ଦୁଃଖ, ତାଡ଼ନା ପାଉଲଙ୍କ ଜୀବନରେ ଆସିଛି। ଅନେକ ସମସ୍ୟା ଦେଇ ପାଉଲ ଗତି କରିଛନ୍ତି। ମୁଁ ସବୁ ବିଷୟ କହିପାରିବି ନାହିଁ, ଅନେକ ବିଷୟ ତାଙ୍କ ଦ୍ୱାରା ହେଇଛି। ଗୋଟେ ପଦ ପଢ଼ିବି, 2 କରନ୍ତି 11 ପଦରେ ଲେଖା ଅଛି, ଯେତେବେଳେ ସେ ସୁସମାଚାର ପାଇଁ ବଞ୍ଚୁଛନ୍ତି, ସେ ସବୁବେଳେ ମୃତ୍ୟୁର ଦ୍ୱାର ଦେଇ ଗତି କରୁଛନ୍ତି। 23 ପଦ, ସେମାନେ କି ଖ୍ରୀଷ୍ଟଙ୍କ ସେବକ, ମୁଁ ପାଗଳ ପରି କହୁଛି, ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, କାରାବାସ ଜେଲ୍ ଯିବାରେ, ଅପରିମିତ ପ୍ରହାର ସହ୍ୟ କରିବାରେ, କଳ୍ପନାର ବାହାରେ ମୁଁ ମାଡ଼ ଖାଇବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ। ବାରମ୍ବାର ମୃତ୍ୟୁର ମୁଁ ସମ୍ମୁଖୀନ ହେଇଛି, ଯନ୍ତ୍ରଣାର ସମ୍ମୁଖୀନ ହେଇଛି। ଦେଖନ୍ତୁ ପାଉଲ କ'ଣ ଧାର୍ମିକ ନଥିଲେ? ପାଉଲ କ'ଣ ପରମେଶ୍ୱରଙ୍କୁ ଜାଣିନଥିଲେ? କାହିଁକି ପ୍ରକାର ପରିସ୍ଥିତି ଯାଉଛନ୍ତି? 24 ପଦ, ମୁଁ ଜିହୁଦୀମାନଙ୍କ ଠାରୁ 5 ଥର 39 ପ୍ରହାର ପାଇଅଛି। ଜିହୁଦୀମାନେ 5 ଥର 39 ପ୍ରହାର ତାଙ୍କୁ ମାରିଛନ୍ତି। 39 ପ୍ରହାରର ଅର୍ଥ କ'ଣ ଜାଣନ୍ତି? ଜିହୁଦୀମାନଙ୍କର ଗୋଟେ ମତ ଥିଲା, ବିଶ୍ୱାସ ଥିଲା, 40 ଥର ମାରିଲେ ଜଣେ ଲୋକ ମରିଯିବ। ତେଣୁ ଗୋଟେ ପ୍ରହାର ଛାଡ଼ିକି ସେମାନେ 39 ପ୍ରହାର ମାରୁଥିଲେ। ଆଉ ପାଉଲଙ୍କୁ କେତେ ଥର ମରା ହେଇଛି? 39, 5 ଥର। ନିଜ ଲୋକମାନେ ମାରିଛନ୍ତି ଅନୁଗ୍ରହ ସୁସମାଚାର ପାଇଁ।
कहीं राज्य सुसमाचार अलग अनुग्रह सुसमाचार अलग है निज लोक मैंने विरोध कले मु पागल परी कहूँ से 3 थर बेत्राघात 3 थर बेतर माड़ खाई थरे प्रस्तराघात थरे पथर द्वारा माड़ खाई देखु पथर रे जन को मझे छिड़ा करा जाउथिला आ पथर रे चारिआडू लोक मारे केमती लगे केमती फिल कर आपण मैंने चिंता करूँ 3 थर जहाज भंग 3 थर पानी जहाज भांगी पानी रे कष्ट पाई अगाध जल रे दिवारात्र क्षेपण करी अगाध जल रे रात्रि क्षेपण करी रात्रि कटई पानी रे आपण गोटे दिन रही पारिबे केते घंटा रही पारिबे 26 अनेक थर यात्रा करिवारे नदीर विपद रे डकायत मानक विपद रे सजाति ठारू विपद रे विजाति ठारू विपद रे नगर विपद रे प्रांतर विपद रे समुद्र विपद रे देखंतु केते विपद तांकु घेरिछि निज लोक माने विजाति लोक माने रथ यात्रा करिवारे सब समस्या से गति करिसंती भंड भाव्य भाई मानक ठारू विपद रे परिश्रम और कष्ट भोग रे अनेक थर उजागर माने कोन अनिद्रा रे सुइना खुदा व तृषा रे अनेक थर उपवास रे शीत व उल्लंघता रे मु गुटे विषय कहूची आपण मानकु पाउल मजा जीवन काटी नाहंती आज अनेक लोक माने पालक हेले मिशनरी हेले सेवा कार्य कले केते भलरे बंचुछंती मु आपण मानकु भूल अछंती ठीक अछंती कहिबाकू चाहू नाही आपण मजा जीवन काटबा पय प्रभु आह्वान कले मते आह्वान कले ख्रीस्टान हेले किछि समस्या नाही ख्रीस्टान हेले विपद नाही आज अनेक लोक माने ख्रीस्टान विरोध रे अनेक कथा कहंती ख्रीस्टान बाहरु आसीछि ख्रीस्टान मूल पुछा करिया दरकार ख्रीस्टान लोक माने रहिबा दरकार नाही प्रकृत रे दिन आसीबो केही कहार साहाय्य नथिबे बेसी कष्टर विषय उपस्थित हेबो आपण माने आत्मिक जीवन टिके देखंतु पाउलंकर जीवन टिके देखंतु समस्त समस्या प्रार्थना करिबा द्वारा जदि समाधान ही थांता तेबे पाउल ए प्रकार जीवन काहे अतिक्रांत कले आमे आज चर्च रे केते मजारे गीत नाच करू कि केते आनंद पाउछ किंतु पाउलंकर जीवन देखंतु केते कष्टमय जीवन पाइछंती तेणु जो भाई भणी माने कष्ट रे परिताण पाइकी पाप क्षमा पाइकी अछंती केबे व्यस्त होंतु नाही शारीरिक पीड़ा शारीरिक जंत्रणा रे आघात प्राप्त होंतु नाही शरीर आज अच्छी काली की नाही जगत आज अच्छी काली की नाही जगतर लोक आज अछंती काली की नाही अनंत काल आमर शांति अच्छी साधु पाउल अनंत काल शांतिर आनंद नहीं ए प्रकार कष्ट भोगी थिले तेणु से पुनर्बार से द्वितीय करंती 6 पर्व को जानतु जोटा 10 पद रे आम दुखित तुल्य किंतु सर्वदा आनंदित दुखित लोक सामने मोर दुख देखा जाउची किंतु प्रकृत रे हृदय रे मोर आनंद अछि दिनहीन तुल्य दरिद्र परी किंतु अनेकंक प्रति धनदायक किछि मोर नाही किंतु अनेकंक पाई मो ठारे धन अछि अर्थात तांक ठारे बाक्य अछि जगतर अनेक विषय किछि भी नाही किंतु तांक ठारे बहुत विषय अछि ता अछि बाक्य तेणु मनुष्य रे कोन रहिले भल को विषय जागा पाइले भल जगतर विषय ना ईश्वरंकर वाक्य तेणु दुख सुख मनुष्य जगत रे पाइबो खाली आनंद खुशी आशा करंतु नाही प्रार्थना कले सब समाधान हेले हम विश्वास करी ए प्रकार विश्वास करंतु नाही आउ अकिंचन तुल्य अथच सर्वाधिकारी किछि नथिला लोक परि किंतु सर्व अधिकार करिवि मो मोर परिचय नाही कि सब मोर बोली कहूची एही समस्त रे आमे माने ईश्वरक सेवक सदृश आपण आपना को योग्य बोली प्रकाश करूछु समस्त दुख कष्ट पाइबा सत्वे आम ईश्वरक ठारे सेवक बोली निज ग्रहण करूछु लिखाई तेणु प्रिय भाई भणी माने प्रभुंकर दास माने आजिकाली जदि आपण माने देखिबे अनेक संस्था बंद हो जाउची अनेक मिशन चली जाउची अनेक रूल आसी जाउची से रूल भितर हमर संस्थार जदि नियम नाही ता बंद होउची के अल्प दरमा के बेसी दरमा कुटे बेसी दरमा अछि कुटे कम अछि बहुत चिंता मन रे रहउची किंतु बाकी को देखंतु बाकी कोन संस्था द्वारा परिचालित सुखमय जीवन द्वारा परिचालित समस्या नथिबा दरकार पाउलंक जीवन रे कोन थिला
ସେ ସବୁ ସହିଲେ କି ନାହିଁ? ତେଣୁ ଆମମାନେ ଖ୍ରୀଷ୍ଟିଆନ ହେଇଛୁ, ଆମମାନେ ଯୀଶୁଙ୍କୁ ଗ୍ରହଣ କରିଛୁ, ଆମମାନେ ପରିତ୍ରାଣ ପାଇଛୁ, ଆମମାନେ ପାପ କ୍ଷମା ପାଇଛୁ। এই ସମସ୍ତ ସହ୍ୟ କରିକି ଅନନ୍ତ କାଳ ସ୍ୱର୍ଗକୁ ଯିବା ନିମନ୍ତେ, ସ୍ୱର୍ଗରେ ପ୍ରବେଶ କରିବା ନିମନ୍ତେ ଅନେକ ଲୋକମାନେ କହନ୍ତି, ଆଜ୍ଞା ଜଣେ ପାପ ପରିତ୍ରାଣ ପାଇଲା ପରେ କ'ଣ ପାପ କରିପାରିବ? ପରିତ୍ରାଣ ପାଇଲା ପରେ ପାପ କଲେ ତାର ଅବସ୍ଥା କ'ଣ ହେବ? ମୁଁ ସ୍ପଷ୍ଟ କରିଦିଏ, ଯେ ପରିତ୍ରାଣ ପାଇଲା ସେ କାହିଁକି ପାପ କରିବ? ପରିତ୍ରାଣ ପାଇବା ପୂର୍ବରୁ ସେ ତ ଦେଖିଥିବ ମୁଁ ପାପୀ, ନରକ ଯିବି ବୋଲି ଭୟ କରିଥିବ, କାନ୍ଦିଥିବ। ପାପ କ୍ଷମା ପାଇଲି ବୋଲି କ'ଣ ଆଉ ଥରେ ଭୁଲ କରିବ? ନା ଆନନ୍ଦରେ ଈଶ୍ୱରଙ୍କର ପ୍ରଶଂସା କରୁ କରୁ ଅନ୍ୟମାନଙ୍କୁ ପ୍ରଚାର କରିବ? ଆମର ପ୍ରଶ୍ନ ହିଁ ଭୁଲ ଅଛି। ପରିତ୍ରାଣ ପାଇଲା ପରେ ଜଣେ ପାପ କରିବ କି? କାହିଁକି କରିବ? ଯଦି କରୁଛି ଆପଣମାନେ ଜାଣନ୍ତୁ ସେ ପାପ କ୍ଷମା ପାଇନାହିଁ। ହଁ, ଆମର ଭୁଲ ଅଛି, ଆମେ ସମ୍ପୂର୍ଣ୍ଣ ଠିକ୍ ହେଇପାରିବା ନାହିଁ, ସତ କଥା। କିନ୍ତୁ ଜାଣି ଶୁଣି ଭୁଲ କରିବାର ମନୋଭାବ କାହିଁକି ଆସିବ? ଜଣେ ପାପୀ ନରକରୁ ରକ୍ଷା ପାଇଲା, ସେ ଆନନ୍ଦର ବିଷୟ କହିବ ନାହିଁ କି? ସେ ଭୁଲ ଭାଲ ଜୀବନ ଆଉ ଥରେ କାଟିବ କି? ମୁଁ ଗୋଟେ ଉଦାହରଣ ଦେବି ଆପଣମାନଙ୍କୁ। ମୁଁ ଦିନେ ହଠାତ୍ ରାସ୍ତାରେ ବାଇକ୍ରେ ଯାଉଥିଲି, ଯାଉ ଯାଉ ଅତି ପରିଚିତ ଲୋକକୁ ଦେଖିଲି। ବହୁତ ପୂର୍ବରୁ ଅନେକ ଥର ମୁଁ ତାକୁ ଦେଖିଛି। ସେ ଲୋକ ହେଉଛନ୍ତି ଜନ୍ମରେ ଅନ୍ଧ, ତାଙ୍କୁ ସମ୍ପୂର୍ଣ୍ଣ ଦେଖାଯାଏ ନାହିଁ। କିନ୍ତୁ ସେ 10 କିଲୋମିଟର 12 କିଲୋମିଟର 20 କିଲୋମିଟର ଯାଇପାରନ୍ତି। କେମିତି ଜାଣନ୍ତି? ବାଇକ୍ରେ, ଅଟୋରେ, ବସ୍ରେ, ସେଇଟା ଅଲଗା କଥା। ସେ ପ୍ରକାର ନୁହେଁ, ଚାଲିକି ଯାଆନ୍ତି। କିଏ ଧରିକି ନିଏ କି? ନାହିଁ, ସେ ବାଡ଼ିରେ ଯାଆନ୍ତି। ସେ ବାଡ଼ି ଦ୍ୱାରା ଏତେ ରାସ୍ତା ଯାଆନ୍ତି। ମୁଁ ଆପଣମାନଙ୍କୁ ଗୋଟେ କହିବାକୁ ଚାହେଁ, ଚିନ୍ତା କରନ୍ତୁ, ଆମେ ବାଡ଼ି କାହିଁକି ବ୍ୟବହାର କରୁ? କୁକୁଡ଼ା ଘୋଡ଼ବା ପାଇଁ, ଗାଈ ଗୋରୁ ଘୋଡ଼ବା ପାଇଁ, କୌଣସି ବିପଦ ଆସୁଛି ମାରିବା ପାଇଁ, ସାପ ମାରିବା ପାଇଁ, କୌଣସି ଆପଦରେ ନିଜକୁ ସୁରକ୍ଷା କରିବା ପାଇଁ ଆମେ ବାଡ଼ି ବ୍ୟବହାର କରୁ। ଆଉ ଯେତେବେଳେ ଆମେ ସୁରକ୍ଷିତ ମନେ କରୁ ବା କୁକୁଡ଼ା କି ଗୋରୁ କି ପାଖରେ ନାହାନ୍ତି, ଆମେ କ'ଣ ବାଡ଼ିକୁ ପ୍ରେମ କରିପାରିବା? ବାଡ଼ିକୁ ଆଦର କରିପାରିବା? ସେ ବାଡ଼ିକୁ କ'ଣ ମନେ ପକାଇ ପାରିବା କି? ନାହିଁ। ମୁଁ ସେଇଦିନ ସେ ଭାଇ ଯେଉଁ ହାତରେ ବାଡ଼ି ଧରିଥିଲେ ସେଇଟା ମୁଁ ଚିନ୍ତା କଲି। ହଠାତ୍ ଗୋଟେ ମନରେ ଆସିଲା, କେମିତି କେଜାଣି ମୁଁ ଜାଣିନାହିଁ, ଯଦି ବି ଅନେକ ଥର ଦେଖିଥିଲି, କିନ୍ତୁ ସେଇଦିନ ମୋତେ ଚିନ୍ତା ଆସିଲା, ଏଇ ଭାଇ ବାଡ଼ିକୁ କ'ଣ ମୋ ପରି ବ୍ୟବହାର କରିବ କି? ଏ ବାଡ଼ିକୁ କେତେ ପ୍ରେମ କରିବ? କାହିଁକି? ସେ ବାଡ଼ି ଦ୍ୱାରା ଖାଲ ଢିପ ଜାଣେ, ସେ ବାଡ଼ି ଦ୍ୱାରା ସେ ରାସ୍ତା ଜାଣେ, ସେ ବାଡ଼ି ଦ୍ୱାରା ଆଗରେ କ'ଣ ଅଛି ଜାଣିପାରେ, ବାଡ଼ି ଦ୍ୱାରା ସେ ଯିବା ଆସିବା କରେ। ତେବେ ବାଡ଼ି ତା ପାଇଁ ସବୁ କିଛି ହେଇଛି। ତେବେ ସେଇ ଲୋକ ବାଡ଼ିକୁ କେମିତି ଅଣଦେଖା କରିବ? ସେ ଲୋକ ବାଡ଼ି କେଉଁଟେ ରହିଲା ନାହିଁ କେମିତି ଭୁଲିଯିବ? କିନ୍ତୁ ଆମ ବିଷୟରେ ଚିନ୍ତା କରନ୍ତୁ, ଯେଉଁମାନଙ୍କର ଆଖି ଅଛି, ବାଡ଼ି ଆମେ ଆବଶ୍ୟକରେ ବ୍ୟବହାର କରୁ, ଆବଶ୍ୟକ ବେଳେ ଯେତେବେଳେ ନାହିଁ ଆମେ ଫିଙ୍ଗି ଦେଉ, ଆମେ ଭୁଲିଯାଉ। ତ ଆଖି ଥିବା ଲୋକର ଏବଂ ଆଖି ନଥିବା ଲୋକର ବାଡ଼ି ପ୍ରତି ବ୍ୟବହାର ପରସ୍ପର ଆକାଶ ପାତାଳ। ଆଜ୍ଞା, ମୁଁ କହିବାକୁ ଚାହେଁ, ସେ ଲୋକ ବାଡ଼ିକୁ ଏତେ ପ୍ରେମ କରିବ, ଯେହେତୁ ବାଡ଼ି ଦ୍ୱାରା ସେ ଯିବା ଆସିବା କରେ, ସେ ବଞ୍ଚୁଛି। ଆମେ ବାଡ଼ିକୁ ଅଳ୍ପ ସମୟ ବ୍ୟବହାର କରି ଫିଙ୍ଗିଦେବା, ଯେହେତୁ ସବୁ ସମୟରେ ବାଡ଼ିର ଆବଶ୍ୟକତା ନାହିଁ। ମୁଁ କହିବାକୁ ଚାହେଁ, ଆପଣମାନେ କେମିତି ପରିତ୍ରାଣ ପାଆନ୍ତି? କେତେ ଗୁରୁତ୍ୱରେ ପରିତ୍ରାଣ ପାଆନ୍ତି? ବାକ୍ୟ, ପରିତ୍ରାଣ, ଧାର୍ମିକତା, ଯୀଶୁଙ୍କର ରକ୍ତ ଏ ପ୍ରକାର ଅଟେ। ଆମେ ଶୁଣିଦେଉ, ଜଣେ କହୁଛି ବୋଲି ଶୁଣିଦେଉ, ହଁ ଭଲ ଲାଗୁଛି, ଭଲ କହୁଛନ୍ତି, ଆଙ୍କ ଗୋଟେ ଜ୍ଞାନ ଅଛି ବୋଲି ଶୁଣିଥାଉ। କିନ୍ତୁ ପ୍ରକୃତରେ ଆମର ସମ୍ପୂର୍ଣ୍ଣ ଆଶା ଭରସା ବାକ୍ୟ ହେଇନଥାଏ। କାହିଁକି? ଆମେ ନିଜକୁ ଭଲ ବୋଲି ଦେଖିଥାଉ, ଆମେ ଜଗତରେ ନିଜକୁ ଜ୍ଞାନୀ ବୋଲି ବିଚାର କରୁ, ଜଗତର ଟଙ୍କା ପଇସାରେ ମଧ୍ୟ ଆମେ ନିଜକୁ ମଜି ଯାଇଥାଉ। ସେଥିପାଇଁ ବେଳେବେଳେ ବା ରବିବାର ଦିନ କିମ୍ବା କେଉଁ ଦିନ ପ୍ରଚାର ହେଉଛି ସେଦିନ ଆମେ ଶୁଣିଥାଉ। ଯେହେତୁ ଆମ ପାଇଁ ବାକ୍ୟ ସର୍ବେସର୍ବା ନୁହେଁ, ଆମେ ଅନେକ ସମୟରେ ବାକ୍ୟ ଭୁଲି ଯାଇଥାଉ। ତ ସେ ଲୋକ ପରିତ୍ରାଣ ପାଇଲି, ଧାର୍ମିକ ହେଲି କହିବାର ଲାଭ କ'ଣ? ସେ ଲୋକ ପରବର୍ତ୍ତୀ ଭୁଲି ଯାଉଛି। ଅକେସନାଲି, ମାନେ ସମୟ ଅନୁସାରେ କେତେବେଳେ କେମିତି ସୁବିଧା ପାଇଲେ ସେ ଶୁଣୁଛି, ଭଲ ପାଇଁ ଶୁଣୁଛି, ଭଲ ଲାଗୁଛି ବୋଲି ଶୁଣୁଛି। କିନ୍ତୁ ସେ ବାକ୍ୟକୁ ସମ୍ମାନ କରିବ ନାହିଁ, ବାକ୍ୟକୁ ସେ ଭୟ କରିବ ନାହିଁ, ପରମେଶ୍ୱରକୁ ମାନ୍ୟ କରିବ ନାହିଁ। କାହିଁକି ଜାଣନ୍ତି? ସେ ନିଜକୁ ଭରସା କରେ, ନିଜକୁ ବିଶ୍ୱାସ କରେ, ଆଉ ଜଗତରେ ନିଜକୁ ସେ ବିକିଦିଏ। କିନ୍ତୁ ଅନ୍ଧ ଲୋକ ପରି ଯଦି ଆପଣ ବାକ୍ୟ ଜାଣନ୍ତି,
ତେବେ କେବେ ବି ଆପଣ ଅବହେଳା କରିବେ ନାହିଁ। ଯେଉଁଟାକି ଆମେ ରୋମୀ 5:6 ଲେଖା ହେଇଛି, ଆମେ ନିରୁପାୟ ଥିଲୁ ଲେଖା ହେଇଛି। ଯଦି ଆପଣ ନିରୁପାୟ ଥିଲେ, ପାପୀ ଥିଲେ, ନରକକୁ ଯାଉଥିଲେ, ପରିତ୍ରାଣ ପାଇଲେ, ବିନା ମୂଲ୍ୟରେ ମୁକ୍ତି ପାଇଲେ, ଆପଣ ଛାଡ଼ିଦେବେ? ଆପଣ ଆଥରେ ଭୁଲ କରିବେ, ପାପ କରିବେ? କେବେ ନାହିଁ, କେବେ ନାହିଁ। ସେଥିପାଇଁ ଜଣେ ବାକ୍ୟ ଜାଣିବାଟା, ଚର୍ଚ୍ଚ ଯିବାଟା ମୁଖ୍ୟ ନୁହେଁ। ପ୍ରକୃତରେ ହୃଦୟରେ କୁ ମନୋଭାବ ନାହିଁ ସେ ବାକ୍ୟ ଜାଣେ, ତାହା ହେଉଛି ମୁଖ୍ୟ। ସେଥିପାଇଁ ମୁଁ ଅନ୍ଧ ଲୋକର ଏଇଥିପାଇଁ ଉଦାହରଣ ଦେଲି, ଆମେ ଯଦି ଆଜି ସବୁକିଛି ହରେଇଛୁ, ଆତ୍ମିକ ଜୀବନରେ ଅନ୍ଧ ହେଇଛୁ, ଯଦି ଯୀଶୁଙ୍କ ଦ୍ୱାରା ସେ ରାସ୍ତା ପାଇଛୁ, ତେବେ ଯୀଶୁଙ୍କର ବାକ୍ୟକୁ ଆମେ ପ୍ରଚାର କରିବା, ଲାଗି ରହିବା, କେବେ ଭୁଲିବା ନାହିଁ। ଆଉ ପ୍ରଶଂସା କରୁ କରୁ, ତାଙ୍କର ମହିମା କରୁ କରୁ, ବାକ୍ୟରେ ଲେଖା ହେଇଛି ଉତ୍ତମ କର୍ମ କରିବାରେ କ୍ଳାନ୍ତ ହୁଅ ନାହିଁ। ଉତ୍ତମ କର୍ମ କର ବୋଲି ଲେଖା ହେଇଛି, ତୁମ ପୁରସ୍କାର ପ୍ରାପ୍ତ ହେବ ବୋଲି ଲେଖା ହେଇଛି। ସେଥିପାଇଁ ମୁଁ କହିବାକୁ ଚାହେଁ, ଖ୍ରୀଷ୍ଟିଆନ ଜୀବନ, ପରିତ୍ରାଣମୟ ଜୀବନ, ଜଗତରେ ମଜା ମଜଲିସ ଜୀବନ ନାହିଁ, ଆରାମଦାୟକ ଜୀବନ ନାହିଁ। ସେଥିପାଇଁ ବାକ୍ୟରେ ବଞ୍ଚିବାଟା ବେଶୀ ମୂଲ୍ୟବାନ। ମୁଁ ଜାଣିନାହିଁ ଆପଣମାନେ ପରିତ୍ରାଣ ପାଇବାର ଲକ୍ଷ୍ୟ କ'ଣ ପାଇଁ ରଖିଛନ୍ତି, କ'ଣ ପାଇଁ ଚାହାନ୍ତି। ଯଦି ଯେଉଁ ପର୍ଯ୍ୟନ୍ତ ଆପଣ ପାପ ସମ୍ମୁଖରେ ହାରି ନାହାନ୍ତି, ପାପ ଭୟଙ୍କର ବୋଲି ଜାଣିନାହାନ୍ତି, ଆପଣଙ୍କ ପାଇଁ ପରିତ୍ରାଣ ସେ ଲୋକ ପରି ହେବ ଯେ ଆଖି ଥାଇ ବାଡ଼ି ବ୍ୟବହାର କଲା ଆଉ ଫିଙ୍ଗିଦେଲା। ସବୁଦିନ ରହିବ ନାହିଁ, ଆଉ ଆପଣ ଅନୁଯୋଗରେ ମଧ୍ୟ ରହିବେ ନାହିଁ, ଆପଣ ରାଗିଯିବେ। ସେଥିପାଇଁ ବାକ୍ୟ ଯୀଶୁଙ୍କୁ ବିଶ୍ୱାସ କରିବାର ଗୋଟେ ଲାଇନ୍ ଅଛି, ସ୍ୱତନ୍ତ୍ରତା ଅଛି। এটা ସମସ୍ତେ ହେବେ କି ହେବେ ନାହିଁ ମୁଁ ଜାଣିନାହିଁ, ସେଟା ନିହାତି ହେବା ଦରକାର ଅଛି। ପ୍ରଥମ କରନ୍ତି 15:19 ପଦ ମୁଁ ପଢ଼ୁଛି, ଯଦି କେବଳ ଏହି ଜୀବନ ନିମନ୍ତେ ଆମମାନେ ଖ୍ରୀଷ୍ଟଙ୍କଠାରେ ଭରସା କରିଅଛୁ, ତେବେ ସମସ୍ତ ମନୁଷ୍ୟଠାରୁ ଆମମାନେ ଦୁର୍ଭାଗ୍ୟ। ଯଦି କେବଳ ଏହି ଜୀବନ ନିମନ୍ତେ, କେତେଟା ଜୀବନ ଅଛି ଆମର? ଯଦି କେବଳ ଏହି ଜୀବନ ନିମନ୍ତେ ଆମେ ଖ୍ରୀଷ୍ଟଙ୍କଠାରେ ଭରସା କରିଅଛୁ, ତେବେ ସମସ୍ତ ମନୁଷ୍ୟଠାରୁ ଆମେ ଦୁର୍ଭାଗ୍ୟ ବୋଲି ଲେଖା ହେଇଛି। ଅର୍ଥାତ୍ ଏହି ଜୀବନ ମାନେ କ'ଣ? ପିଲା ପାଠ ପଢ଼ୁଛି, ଘର ଦ୍ୱାର ଭଲରେ ରହିବା ଦରକାର, ଭଲ ବାହାଘର ହେବା ଦରକାର, ସୁବିଧାରେ ରହିବାର ଅଛି, ତାଡ଼ନା ନାହିଁ, କ୍ଲେଶ ନାହିଁ, ଅଭାବ ରହିବାର ନାହିଁ, ପ୍ରାର୍ଥନା କରି ସବୁ ହେବାର ଅଛି। କେବଳ ଏହି ଜୀବନ ନିମନ୍ତେ ହେଇଗଲା। ଆଉ ଏ ପ୍ରକାର ଅନେକ ଲୋକମାନେ ଅଛନ୍ତି, କିନ୍ତୁ ମଲା ପରର ଜୀବନ ଭୟଙ୍କର ହେଇଯିବ। ତେଣୁ ସେଥିପାଇଁ ଲେଖା ହେଇଛି ଆମେ କ'ଣ ହେବୁ? ଦୁର୍ଭାଗ୍ୟ ହେବା ଲେଖା ହେଇଛି। ତେଣୁ ପ୍ରିୟ ଭାଇ ଭଉଣୀମାନେ, କେବଳ ଏହି ଜୀବନ, ସାଂସାରିକ ଜୀବନ ପାଇଁ ଖ୍ରୀଷ୍ଟିଆନ ହୁଅନ୍ତୁ ନାହିଁ। ପ୍ରକୃତରେ ପରବର୍ତ୍ତୀ ମଲା ପରେ ସ୍ୱର୍ଗ ଯିବା ପାଇଁ ଖ୍ରୀଷ୍ଟିଆନ ହୁଅନ୍ତୁ। ତାହା ପାଇଁ ଆପଣ ଖାଲି ନିୟମ ଅନୁସାରେ ଚର୍ଚ୍ଚ ଯିବା ଲୋକ ନ ହୋଇ, ବାକ୍ୟକୁ ସତରେ ଗୋଟେ ଅନ୍ଧ ଲୋକ ଯେମିତି ବାଡ଼ି ଗ୍ରହଣ କରେ, ସେ ପ୍ରକାର ଭାବରେ ଗ୍ରହଣ କରିବା ଲୋକ ହୁଅନ୍ତୁ। ତେବେ ଆପଣ ନିଶ୍ଚିତ ଭାବରେ ସ୍ୱର୍ଗ ଯିବେ, ସ୍ୱର୍ଗ ପ୍ରାପ୍ତି ହେବେ। ତେଣୁ ମୁଁ ଆଜିର ଆଲୋଚନାରେ କହିବାକୁ ଚାହେଁ, ବାକ୍ୟ ବହୁତ ନିଗୁଡ଼ ତତ୍ତ୍ୱ ଅଛି, ବହୁତ ସତ୍ୟତା ଅଛି, ଦୁଃଖ କ୍ଲେଶ ବି ଅଛି, ସମସ୍ୟା ଅଛି, ଅଭାବ ଅନାଟନ ଅଛି। କିନ୍ତୁ ଯଦି ପରିତ୍ରାଣ ଭିତରେ ଅଛନ୍ତି, ଏହି ଦୁଃଖ ସୁଖ ଆପଣ ବହନ କରି ଯାଇପାରିବେ। ଯେମିତିକି ଧନୀ ବ୍ୟକ୍ତି ଲାଜାରା କେତେ କଷ୍ଟରେ ଥିଲେ ମଧ୍ୟ ବାକ୍ୟ ଭିତରେ ଥିଲା। ଆଉ ସମସ୍ୟା ବି ଥାଉ, ଆନନ୍ଦ କରିବା ବାକ୍ୟରେ, କିଛି ନଥାଉ ଆନନ୍ଦ ଲାଗିବ, କାହିଁକି ବାକ୍ୟ ଅଛି। ମୋର ଚିରକାଳ ସୁରକ୍ଷିତ ଅଛି, ସେଥିପାଇଁ ମନରେ ଆନନ୍ଦ ରହିବ, ଆଶା ରହିବ। ଆଉ ଜଗତରେ ପାପ କରିବା, ମନ୍ଦ କରିବା, ଏଇ ମନୋଭାବ ଆସିବ ନାହିଁ। ଯଦି ଆସୁଛି, ଆପଣମାନେ ବାକ୍ୟ ଜାଣିବାରେ, ପରିତ୍ରାଣ ପାଇବାରେ କୋଉଠି ନା କୋଉଠି ସମସ୍ୟା ଅଛି। ତ ସେହିପରି ଆପଣ ସତର୍କ ହୁଅନ୍ତୁ, ଆଉ ନିଜର ଅନ୍ତିମ ଯାତ୍ରା, ସ୍ୱର୍ଗୀୟ ଯାତ୍ରା ନିଶ୍ଚିତ କରିବା ପାଇଁ ବାକ୍ୟ ଶୁଣନ୍ତୁ, ଦେଖନ୍ତୁ। ଯଦି ଆପଣ ଆତ୍ମିକ ଜୀବନରେ କିଛି ବଢ଼ିବାର ସମସ୍ୟା ଦେଖାଯାଉଛି, ମୋତେ ଆପଣମାନେ କମେଣ୍ଟ କରନ୍ତୁ, ଆଉ ଲେଖନ୍ତୁ। ଆଉ ଯଦି ନୂଆରେ ଶୁଣୁଛନ୍ତି, ସବସ୍କ୍ରାଇବ୍ କରନ୍ତୁ। ଆଉ ଏ ବାକ୍ୟ ମୁଁ ଆଶା କରୁଛି ଆପଣମାନଙ୍କୁ ଆତ୍ମିକ ଜୀବନରେ ବହୁତ ଉପକାରୀ ହେଇଥିବ। ଆଜି ପାଇଁ ଏତିକି କହିବି। ସମସ୍ତଙ୍କୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ।